ସମସ୍ୟା ଆପଣଙ୍କୁ ରୋକିବା ପାଇଁ ନୁହେଁ, ଆପଣଙ୍କୁ ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ଅଗଷ୍ଟ ମାସ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଫାଇନାନ୍ସ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରେ ଅଛନ୍ତି ଶନି। ଚତୁର୍ଥ ସ୍ଥାନରେ ଅଗଷ୍ଟ 2 ତାରିଖ ଠାରୁ ମଙ୍ଗଳ ଅବସ୍ଥାନ କରୁଛନ୍ତି। ପଞ୍ଚମରେ ଅଛନ୍ତି ରବି, ବୁଧ, ବୃହସ୍ପତି। ଷଷ୍ଠରେ ଅଛନ୍ତି କେତୁ। ସପ୍ତମରେ ଅଛନ୍ତି ଶୁକ୍ର କନ୍ୟା ରାଶିରେ ନିଚସ୍ଥ ଏବଂ ଦ୍ୱାଦଶରେ ଅଛନ୍ତି ରାହୁ। ଅଗଷ୍ଟ 17 ତାରିଖ ଠାରୁ ରବି ରହିବେ ଷଷ୍ଠ ଭାବରେ ସିଂହ ରାଶିରେ କେତୁଯୁକ୍ତ ହୋଇକି। ତାପରେ ଅଗଷ୍ଟ 22 ତାରିଖରେ ବୁଧ ମଧ୍ୟ ଷଷ୍ଠ ଭାବରେ ରହିବେ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ମୀନ ରାଶି ଓ ମୀନ ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ବୃହସ୍ପତି କର୍କଟରେ ପଞ୍ଚମରେ ଉଚ୍ଚସ୍ଥ ଅଛନ୍ତି ଏବଂ ବୃହସ୍ପତିଙ୍କର ନବମ ଦୃଷ୍ଟି ଲଗ୍ନ ଉପରେ ପଡ଼ୁଛି ଏବଂ ଲଗ୍ନରେ ଅଛନ୍ତି ଶନି। ଏହି ଯୋଗ କହୁଛି ଯେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ଭଲ ରହିବ, ବଡ଼ ରୋଗର ସମ୍ଭାବନା କମ୍ ଦେଖାଉଛି। ଯଦି ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଚାଲୁଥାଏ ତେବେ ସେଥିରେ ଧୀରେ ଧୀରେ ସୁଧାର ଆସିପାରେ, କିନ୍ତୁ ଲଗ୍ନରେ ଶନି ଥିବାରୁ କିଛି ସାବଧାନତା ବି ଆବଶ୍ୟକ। ଶନି ସାଧାରଣତଃ ଧୀର ଗତିର ଗ୍ରହ। ଏହାର ପ୍ରଭାବରେ କେବେ କେବେ ଆଳସ୍ୟ, କ୍ଳାନ୍ତି, ଦୁର୍ବଳତା କିମ୍ବା କାମ କରିବାର ଇଚ୍ଛା କମ୍ ହୋଇପାରେ। କାମର ଚାପ ଅଧିକ ଥିଲେ ଶରୀର ଶୀଘ୍ର ଥକି ଯାଇପାରେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥିବାରୁ ଶନିଙ୍କର କଠୋର ପ୍ରଭାବ ବହୁ ଅଂଶରେ କମିଯିବ। ତେଣୁ ଛୋଟ ମୋଟ ସମସ୍ୟା ହେଲେ ମଧ୍ୟ ଆପଣ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ଏହି ମାସରେ ହାଡ଼, ଗଣ୍ଠି, ଆଣ୍ଠୁ, ପିଠି, ଅଣ୍ଟା, ଦାନ୍ତ ସମ୍ବନ୍ଧୀୟ ଛୋଟ ମୋଟ ଅସୁବିଧାକୁ ଅବହେଳା କରନ୍ତୁ ନାହିଁ। ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହି ମାସ ମୋଟାମୋଟି ଭାବରେ ଭଲ ରହିବ। ପଞ୍ଚମ ଭାବରେ ବଳବାନ ବୃହସ୍ପତି ପଜିଟିଭ୍ ଥିଙ୍କିଂ, ଆତ୍ମବିଶ୍ୱାସ ଏବଂ ମାନସିକ ସନ୍ତୁଳନ ବଢ଼ାଇବେ। ଯଦିଓ ଶନିଙ୍କ କାରଣରୁ ଅଧିକ ଚିନ୍ତା ଆସିପାରେ, କିନ୍ତୁ ଆପଣ ନିଜକୁ ସମ୍ଭାଳିବାରେ ସକ୍ଷମ ହେବେ। ଯେଉଁମାନେ ଡାଇବେଟିସ୍ ପେସେଣ୍ଟ ଅଛନ୍ତି, ଲିଭର ଇସ୍ୟୁ ଅଛି, ଫ୍ୟାଟ୍ କିମ୍ବା ରକ୍ତଚାପ ଭଳି ସମସ୍ୟାରେ ପୀଡ଼ିତ, ସେମାନେ ଔଷଧ ଏବଂ ଖାଦ୍ୟ ପାନୀୟରେ ନିୟମିତ ରୁହନ୍ତୁ। ୟୁଥ୍ମାନଙ୍କ ପାଇଁ ଏହି ସମୟ ଫିଟନେସ୍ ଆରମ୍ଭ କରିବାକୁ ଭଲ ସମୟ। ବୟସ୍କମାନେ ହାଡ଼ ଏବଂ ଗଣ୍ଠିର ଯତ୍ନ ନିଅନ୍ତୁ। ସିଡ଼ି ଚଢ଼ିବା କିମ୍ବା ଭାରି ଜିନିଷ ଉଠାଇବା ବେଳେ ସାବଧାନ ରୁହନ୍ତୁ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି 2026 ମସିହା ଅଗଷ୍ଟ ମାସ ମୀନ ରାଶିର ସ୍ୱାସ୍ଥ୍ୟ ସ୍ଥିତି ଭଲରୁ ବହୁତ ଭଲ ରହିବାର ସମ୍ଭାବନା ରହିଛି। ବୃହସ୍ପତିଙ୍କର ଉଚ୍ଚସ୍ଥ ସ୍ଥିତି ଏବଂ ଦୃଷ୍ଟି ଲଗ୍ନକୁ ଆପଣଙ୍କୁ ସୁରକ୍ଷା ଦେବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ, ବୁଦ୍ଧି ଏବଂ ସ୍ମରଣ ଶକ୍ତିର ଭାବ। ପଞ୍ଚମରେ ଅଛନ୍ତି ରବି, ବୁଧ, ବୃହସ୍ପତି। ପଞ୍ଚମରେ ବୃହସ୍ପତି ଥିବାରୁ ଏହା ଶିକ୍ଷା ପାଇଁ ବହୁତ ଶୁଭଯୋଗ। ବିଷୟକୁ ବୁଝିବାର କ୍ଷମତା ବଢ଼ିବ ଏବଂ କଠିନ ବିଷୟ ମଧ୍ୟ ସହଜରେ ବୁଝିପାରିବେ। ବୁଧ ପଞ୍ଚମରେ ଥିବାରୁ ମନେ ରଖିବାର କ୍ଷମତା, ରାଇଟିଂ, ଗଣିତ, ବିଜ୍ଞାନ, କମ୍ପ୍ୟୁଟର ଏବଂ ବାଣିଜ୍ୟ ବିଷୟରେ ଭଲ ଗ୍ରୋଥ୍ ରହିଛି। ରବି ମଧ୍ୟ ପଞ୍ଚମରେ ଥିବାରୁ କମ୍ପିଟିସନରେ ଆଗକୁ ବଢ଼ିବାର ଇଚ୍ଛା ବହୁତ ବଢ଼ିବ। ଶିକ୍ଷକଙ୍କ ଠାରୁ ପ୍ରଶଂସା ବି ମିଳିପାରେ। ଏହି ଅଗଷ୍ଟ ମାସରେ ପିଲାମାନଙ୍କର ପାଠପଢ଼ାରେ ଏକାଗ୍ରତା ରହିବ, କିନ୍ତୁ ରବିର ପ୍ରଭାବରୁ କେବେ କେବେ ଅହଙ୍କାର କିମ୍ବା ଅତ୍ୟଧିକ ଆତ୍ମବିଶ୍ୱାସ ଆସିପାରେ। ରିଟିନ୍ ଏକ୍ଜାମରେ ଭଲ ପ୍ରଦର୍ଶନ କରିବେ। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ନବମାଧିପତି ମଙ୍ଗଳ ଚତୁର୍ଥ ଭାବରେ ଥିବାରୁ ଉଚ୍ଚଶିକ୍ଷା ପାଇଁ ଭଲ ସମୟ ରହିଛି। ଟେକ୍ନିକାଲ, ଇଞ୍ଜିନିୟରିଂ, ଡିଫେନ୍ସ, ମେକାନିକାଲ କିମ୍ବା ପ୍ରଫେସନାଲ କୋର୍ସରେ ଭଲ ଗ୍ରୋଥ୍ ସମ୍ଭବ। ବୁଧ ଏବଂ ବୃହସ୍ପତିର ଯୋଗ ୟୁପିଏସ୍ସି, ଓପିଏସ୍ସି, ଏସ୍ଏସ୍ସି, ବ୍ୟାଙ୍କିଂ, ରେଲୱେ, ନିଟ୍, ଜେଇ ପରୀକ୍ଷାରେ ପ୍ରସ୍ତୁତି ପାଇଁ ଭଲ ସମୟ ସୂଚାଉଛି। କେତେକ ବିଦ୍ୟାର୍ଥୀ ଫରେନ୍ ୟୁନିଭର୍ସିଟି କିମ୍ବା ଅନ୍ୟ ସହରରେ ରହି ଶିକ୍ଷା ଗ୍ରହଣ କରିବା ପାଇଁ ପୂର୍ବ ପ୍ରସ୍ତୁତି କରିପାରନ୍ତି। ବୃହସ୍ପତିଙ୍କର ପ୍ରଭାବ ଥିବାରୁ ରିସର୍ଚ୍ଚ, ଏମ୍ଫିଲ୍, ପିଏଚ୍ଡି, ଧର୍ମ, ଦର୍ଶନ, ଶିକ୍ଷକତା, ନଲେଜ୍ ବେସ୍ଡ ଷ୍ଟଡ଼ିରେ ଆଗ୍ରହ ବଢ଼ିପାରେ। ବିଶେଷ କରି ଯଦି ଦେଖିବା ବିଜ୍ଞାନ, ଗଣିତ, କମ୍ପ୍ୟୁଟର, ଆଇଟି, କମର୍ସ, ଲ, ଏହିସବୁ ଷ୍ଟଡ଼ି ଯେଉଁମାନେ କରୁଛନ୍ତି
ସେମାନଙ୍କର ଅଧିକ ସଫଳତା ରହିବ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ମୀନ ରାଶି ପାଇଁ ଶିକ୍ଷା ଦୃଷ୍ଟିରୁ ବହୁତ ଭଲରେ ଯିବ। ପଞ୍ଚମ ଭାବରେ ରବି ବୁଧ ବୃହସ୍ପତିର ସଂଯୋଗ ବୁଦ୍ଧି ସ୍ମରଣ ଶକ୍ତି ଏବଂ ଶିକ୍ଷାଗତ ପ୍ରଦର୍ଶନକୁ ଶକ୍ତିଶାଳୀ କରିବ। ସେହିପରି ନବମପତି ମଙ୍ଗଳ ଚତୁର୍ଥରେ ଥିବାରୁ କମ୍ପିଟିସନ୍ ଉଚ୍ଚଶିକ୍ଷାରେ ସକ୍ସେସ୍ ଏବଂ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଅନୁକୂଳ ରହିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ମଙ୍ଗଳ ଅଛନ୍ତି ଚତୁର୍ଥ ଭାବରେ। ମୀନ ରାଶି ପାଇଁ ଦ୍ୱିତୀୟ ଭାବ ଧନ ସଞ୍ଚୟ ପରିବାର ସମ୍ପତ୍ତି ଏବଂ ବ୍ୟାଙ୍କ ବାଲାନ୍ସର ଭାବ। ଚତୁର୍ଥ ଭାବ ହେଉଛି ଘର ଜମି ବାହନ ସ୍ଥାବର ସମ୍ପତ୍ତି ମାଙ୍କର ସହଯୋଗର ଭାବ। ଧନପତି ଏହି ଭାବରେ ଥିବାରୁ ଧନର ସମ୍ପର୍କ ଘର ସମ୍ପତ୍ତି ସହ ଅଧିକ ଜଡ଼ିତ ରହିବ। ଅଗଷ୍ଟ ମାସରେ ଆପଣଙ୍କର ଆୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ନାହିଁ, ନିୟମିତ ଆୟ ଚାଲୁ ରହିବ, କିନ୍ତୁ ତା ସହିତ କିଛି ବଡ଼ ଖର୍ଚ୍ଚ ମଧ୍ୟ ଦେଖାଦେଇପାରେ। ବିଶେଷ କରି ଘରର ମରାମତି, ନୂଆ ଫର୍ଣ୍ଣିଚର, ଘର ସଜା, ଜମି ସମ୍ବନ୍ଧୀୟ କାମ, ଯାନବାହନ ରିପେୟାରିଂ କିମ୍ବା ପରଚେଜ୍ରେ ଏହି କାରଣରୁ ସଞ୍ଚୟ କମିପାରେ। ଧନପତି ମଙ୍ଗଳ ଚତୁର୍ଥରେ ଥିବାରୁ ଆପଣ ଧନକୁ ଅନନେସେସରି ଭାବରେ ଖର୍ଚ୍ଚ କରିବେ ନାହିଁ, କିନ୍ତୁ ଘରର ଆବଶ୍ୟକତା ପାଇଁ ବଡ଼ ରାଶିର ଖର୍ଚ୍ଚ କରିବେ। ତେଣୁ ହାତରେ ଟଙ୍କା ଆସିଲେ ମଧ୍ୟ ସେହି ଟଙ୍କା ଶୀଘ୍ର ଖର୍ଚ୍ଚ ହୋଇଯିବ। ଏହି ମାସରେ ପ୍ରପର୍ଟିରୁ କିଛି ଲାଭ ହୋଇପାରେ। ଜମି ବିକ୍ରି, ଘର କିଣିବା, ଘର ତିଆରି କରିବା, କୃଷି କାର୍ଯ୍ୟ ଏହିସବୁ କାର୍ଯ୍ୟରେ ଶୁଭ ସୁଯୋଗ ମିଳିପାରେ। ପୁରୁଣା ସମ୍ପତ୍ତିରୁ ଲାଭ ମଧ୍ୟ ମିଳିପାରେ। ଚତୁର୍ଥ ଭାବ ଶକ୍ତିଶାଳୀ ହେବାରୁ ପରିବାରର ସହଯୋଗ ବି ମିଳିବ। ମା କିମ୍ବା ପରିବାରର ବୟସ୍କ ସଦସ୍ୟଙ୍କ ସହଯୋଗରେ କୌଣସି ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଯଦି ଲୋନ୍ ନେଇକି ଘର ଜମି କିମ୍ବା ବ୍ୟବସାୟ ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି ତେବେ ଗୁଡ୍ ପ୍ଲାନିଂ କରି ନିଷ୍ପତ୍ତି ନିଅନ୍ତୁ, କିନ୍ତୁ ଅନନେସେସରି ଲୋନ୍ରୁ ବଞ୍ଚନ୍ତୁ। ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଯଦି ଦେଖିବା, ବିଶେଷ କରି ରିଏଲ୍ ଇଷ୍ଟେଟ୍, ଲ୍ୟାଣ୍ଡ, ହୋମ୍ ଇମ୍ପ୍ରୁଭମେଣ୍ଟ, ଲଙ୍ଗ୍ ଟର୍ମ ଆସେଟ୍ସ ଏହିସବୁ କ୍ଷେତ୍ରରେ ସୁଯୋଗ ଦେଖାଦେଇପାରେ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଘରୋଇ ଖର୍ଚ୍ଚ ବଢ଼ିଲେ ମଧ୍ୟ ଆର୍ଥିକ ସନ୍ତୁଳନ ରଖିପାରିବେ। କିଛି ଲୋକ ଘର କିମ୍ବା ବାହନ କିଣିବା ପାଇଁ ଯୋଜନା କରିପାରନ୍ତି। ଯଦି ବ୍ୟବସାୟ କନଷ୍ଟ୍ରକ୍ସନ୍, ବିଲ୍ଡିଂ ମ୍ୟାଟେରିଆଲ୍ସ, ଫର୍ଣ୍ଣିଚର, ଇଣ୍ଟେରିୟର, ଭେହିକିଲ୍, ଏଗ୍ରିକଲଚରାଲ ପ୍ରପର୍ଟି ସହିତ ଜଡ଼ିତ ଅଛି ତେବେ ଭଲ ଲାଭର ସମ୍ଭାବନା ରହିଛି। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ମୀନ ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ଏକ ସ୍ଥିର ଏକ୍ସପେନ୍ସେସ୍ର ମାସ ହୋଇପାରେ। ଆୟର ଯୋଗ ରହିବ, କିନ୍ତୁ ଘର ସମ୍ପତ୍ତି ଓ ପରିବାର ସମ୍ବନ୍ଧୀୟ ଖର୍ଚ୍ଚ ବଢ଼ିପାରେ। ସଠିକ୍ ବଜେଟ୍ ଏବଂ ଲଙ୍ଗ୍ ଟର୍ମ ପ୍ଲାନିଂକୁ ଫଲୋ କଲେ ଆପଣ ଭଲ ଆର୍ଥିକ ସ୍ଥିତିରେ ରହିବେ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ, ଆଟ୍ରାକ୍ସନ୍ର ଭାବ। ଏଠାରେ ବୃହସ୍ପତି ଉଚ୍ଚସ୍ଥ ଥିବାରୁ ଏହା ଅତ୍ୟନ୍ତ ଶୁଭ ସ୍ଥିତି। ଏହା ପ୍ରେମରେ ମ୍ୟାଚୁରିଟି ଆଣିବ, ସମ୍ପର୍କରେ ବିଶ୍ୱାସ ବଢ଼ାଇବ, ଭଲ ନିଷ୍ପତ୍ତି ନେବାର କ୍ଷମତା ହେବ। ବୁଧ ମଧ୍ୟ ପଞ୍ଚମରେ ଅଛନ୍ତି। ଫୋନ୍ କଲ୍ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ସମ୍ପର୍କ ଅଧିକ ଗତିଶୀଳ ହେବ। ଭୁଲ ବୁଝାମଣା କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବ। ନୂଆ ପରିଚୟ ସୃଷ୍ଟି ହେବାର ସମ୍ଭାବନା ବି ରହିଛି। ରବି ପଞ୍ଚମ ଭାବରେ ଆତ୍ମବିଶ୍ୱାସକୁ ବଢ଼ାଇବ ସତ, ଯଦି ଦୁଇ ଜଣ ନିଜ ନିଜ କଥାରେ ଅଡ଼ି ରହିବେ ଛୋଟ ମନମାଳିନ ହୋଇପାରେ। ତେଣୁ ସମ୍ପର୍କରେ ନମ୍ରତା ରଖିବା ଜରୁରୀ। ଯେଉଁମାନେ ଆଗରୁ ପ୍ରେମ ସମ୍ପର୍କରେ ଅଛନ୍ତି, ସମ୍ପର୍କରେ ବିଶ୍ୱାସ ବଢ଼ିବ। ଭବିଷ୍ୟତକୁ ନେଇ ଡିପ୍ ଡିସ୍କସନ୍ ହୋଇପାରେ। ପରିବାରକୁ ସମ୍ପର୍କ ବିଷୟରେ ଜଣାଇବାର ଚିନ୍ତା ଆସିପାରେ। ଛୋଟ ଝଗଡ଼ା ହେଲେ ମଧ୍ୟ ଶୀଘ୍ର ସମାଧାନ ହେବ। ଯେଉଁମାନେ ଏପର୍ଯ୍ୟନ୍ତ ସିଙ୍ଗିଲ୍ ଅଛନ୍ତି, ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ। କଲେଜ, କୋଚିଂ, ୱାର୍କପ୍ଲେସ୍ କିମ୍ବା ସୋସିଆଲ ମିଡ଼ିଆ ମାଧ୍ୟମରେ କାହା ସହିତ ଭଲ ବନ୍ଧୁତା ଗଢ଼ି ଉଠିପାରେ। ମାସର ଦ୍ୱିତୀୟାର୍ଦ୍ଧରେ ପ୍ରେମ ପ୍ରସ୍ତାବ ମିଳିବା କିମ୍ବା ଦେବାର ସୁଯୋଗ ଆସିପାରେ। ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଟିନେଜର ପିଲାମାନଙ୍କର କାହା ପ୍ରତି ଆକର୍ଷଣ ବଢ଼ିପାରେ। ବନ୍ଧୁତା ପ୍ରେମରେ ପରିଣତ ହେବାର ସମ୍ଭାବନା ରହିଛି। ଯେଉଁମାନେ ୟଙ୍ଗର ଏଜ୍ରେ ଅଛନ୍ତି, 20ରୁ 30-35 ଏଜ୍ ମଧ୍ୟରେ ଅଛନ୍ତି, ରିଲେସନସିପ୍ ଅଧିକ ଗମ୍ଭୀର ହୋଇପାରେ। ଲଙ୍ଗ୍ ଟର୍ମ କମିଟମେଣ୍ଟ ବିଷୟରେ ଆଲୋଚନା ହୋଇପାରେ। ଦୁଇ ଜଣ ମିଶି କ୍ୟାରିୟର ଏବଂ ଫ୍ୟୁଚର ପ୍ଲାନିଂ କରିପାରନ୍ତି। ପରସ୍ପରର ସହଯୋଗ ସମ୍ପର୍କକୁ ଆହୁରି ମଜବୁତ କରିବ। ସେହିପରି ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପ୍ରେ ଯେଉଁମାନେ ଅଛନ୍ତି, ଫୋନ୍ କଲ୍, ଭିଡ଼ିଓ କଲ୍, SMS ମାଧ୍ୟମରେ ସମ୍ପର୍କ କନେକ୍ଟ ରହିବ। ଭୁଲ ବୁଝାମଣାକୁ ବଢ଼ିବାକୁ ଦିଅନ୍ତୁ ନାହିଁ। ନିୟମିତ କଥାବାର୍ତ୍ତା ସମ୍ପର୍କକୁ ସୁଦୃଢ଼ କରିବ। ପଞ୍ଚମ ଭାବ ଶକ୍ତିଶାଳୀ ଥିବାରୁ କିଛି ଜାତକଙ୍କ ପାଇଁ ଲଭ୍ ମ୍ୟାରେଜ୍ ବିଷୟରେ ଚିନ୍ତା କରିବାକୁ ପଡ଼ିପାରେ। ପରିବାର ସହ କଥା ଆରମ୍ଭ କରିବାର ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ମୀନ ରାଶିର ପ୍ରେମ ଜୀବନ ପାଇଁ ଶୁଭ ମାସ ହେବ। ବିଶେଷ କରି ପଞ୍ଚମ ଭାବରେ ବୃହସ୍ପତିଙ୍କର ଶକ୍ତିଶାଳୀ ସ୍ଥିତି ପ୍ରେମ ଜୀବନରେ ଶୁଭ ଫଳ ଦେବ।
ରବି ଆତ୍ମବିଶ୍ୱାସ ଦେବ ଏବଂ ବୁଧ ଯୋଗୁଁ କମ୍ୟୁନିକେସନ୍ ଠିକ୍ ରହିବ। କେବଳ ଅହଙ୍କାର ଏବଂ ଜିଦ୍କୁ ନିୟନ୍ତ୍ରଣରେ ରଖିପାରିଲେ ପ୍ରେମ ସମ୍ପର୍କ ଆହୁରି ମଧୁର ହୋଇପାରେ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ବୁଧ ଅଛନ୍ତି ପଞ୍ଚମରେ, ଲଗ୍ନାଧିପତି ବୃହସ୍ପତି ଏବଂ ରବିଙ୍କ ସହିତ। ସପ୍ତମରେ ଅଛନ୍ତି ଶୁକ୍ର କିନ୍ତୁ ନିଚସ୍ତ ଏବଂ ଲଗ୍ନରେ ଅଛନ୍ତି ଶନି। ଏଇଭଳି ଗ୍ରହ ସଂଯୋଗ ଦାମ୍ପତ୍ୟ ଜୀବନରେ କିଛି ଶୁଭ ଫଳ ସହିତ କିଛି ଚ୍ୟାଲେଞ୍ଜ ବି ଆଣିପାରେ। ଏହି ମାସରେ ସବୁଠାରୁ ପଜିଟିଭ୍ ଜିନିଷ ହେଉଛି କ'ଣ ନା ସପ୍ତମାଧିପତି ବୁଧଙ୍କର ପଞ୍ଚମ ଭାବରେ ବୃହସ୍ପତିଙ୍କ ସହ ସଂଯୋଗ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ବଢ଼ିବ। ପୁରୁଣା ଭୁଲ ବୁଝାମଣା ଧୀରେ ଧୀରେ କମିବ। ଏକାଠି ବସି ଭବିଷ୍ୟତ ପାଇଁ ଯୋଜନା କରିବାର ସୁଯୋଗ ମିଳିବ। କୌଣସି ବଡ଼ ବିବାଦ ହେଲେ ମଧ୍ୟ ତା'ର ସମାଧାନ ହେବାର ସମ୍ଭାବନା ଅଧିକ ରହୁଛି। ଶୁକ୍ର ସପ୍ତମରେ ନୀଚ ଥିବାରୁ ରୋମାଣ୍ଟିକ୍ ଭାବନା କିଛି କମିପାରେ। ଛୋଟ ଛୋଟ କଥାକୁ ନେଇ ମନମାଳିନ ହୋଇପାରେ। ଜୀବନସାଥୀଙ୍କ ଆଶା ଓ ଆପଣଙ୍କର ଚିନ୍ତାଧାରାରେ ପାର୍ଥକ୍ୟ ଦେଖାଦେଇପାରେ। ଅହଙ୍କାର କିମ୍ବା ଜିଦି ଦେଖାଇଲେ ସମସ୍ୟା ବଢ଼ିପାରେ। ତେଣୁ ଏହି ମାସରେ କଥାବାର୍ତ୍ତାରେ ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ। ଲଗ୍ନରେ ଶନି ଥିବାରୁ ଆପଣ ଅନେକ ସମୟ ଗମ୍ଭୀର ଏବଂ ଦାୟିତ୍ୱବାନ ରହିବେ, କିନ୍ତୁ ଏହି ଶନି କେବେ କେବେ ନିଜ ଭାବନାକୁ ପ୍ରକାଶ କରିବାରେ ବାଧା ଦେଇଥାନ୍ତି। ଫଳରେ ଜୀବନସାଥୀଙ୍କୁ ଲାଗିପାରେ ଯେ ଆପଣ ପୂର୍ବପରି ସମୟ ଆଉ ତାଙ୍କୁ ଦେଉନାହାନ୍ତି। ଯେଉଁମାନଙ୍କର ବିବାହ କଥା ଚାଲିଛି ସେମାନଙ୍କ ପାଇଁ ଏହି ମାସରେ କିଛି ଭଲ ପ୍ରସ୍ତାବ ବି ଆସିପାରେ। ବୃହସ୍ପତିଙ୍କର ଶୁଭ ପ୍ରଭାବରୁ ପରିବାରର ସହଯୋଗ ବି ମିଳିବ। ପଞ୍ଚମ ଭାବ ଶକ୍ତିଶାଳୀ ଥିବାରୁ ସନ୍ତାନ ସମ୍ବନ୍ଧୀୟ ଖୁସି ଖବର, ସନ୍ତାନର ଗ୍ରୋଥ୍ କିମ୍ବା ପରିବାରରେ ଆନନ୍ଦର ପରିବେଶ ସୃଷ୍ଟି ହୋଇପାରେ। ଏହା ଦାମ୍ପତ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026ରେ ମୀନ ରାଶି ପାଇଁ ଦାମ୍ପତ୍ୟ ଜୀବନ ସମଗ୍ର ଭାବରେ ଶୁଭ ରହିବ, କାରଣ ସପ୍ତମପତି ବୁଧ ବୃହସ୍ପତିଙ୍କ ସହ ଶକ୍ତିଶାଳୀ ସ୍ଥିତିରେ ଅଛନ୍ତି। ଏହା ସମ୍ପର୍କରେ ବୁଝାମଣା ଏବଂ ସ୍ଥିରତା ବଢ଼ାଇବ। କିନ୍ତୁ ସପ୍ତମ ଭାବରେ ନିଚସ୍ତ ଶୁକ୍ର ଯୋଗୁଁ ଭାବନାତ୍ମକ ଦୂରତା, ଛୋଟ ମତଭେଦ କିମ୍ବା ରୋମାନ୍ସରେ କମି ହୋଇପାରେ। ଲଗ୍ନରେ ଶନି ଆପଣଙ୍କୁ ଦାୟିତ୍ୱବାନ କରିବେ, କିନ୍ତୁ ଭାବନା ପ୍ରକାଶ କରିବାରେ ସଙ୍କୋଚ ଆଣିପାରନ୍ତି। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମାଧିପତି ବୃହସ୍ପତି ଅଛନ୍ତି କର୍କଟରେ, ଉଚ୍ଚସ୍ଥାୟୀ ପଞ୍ଚମରେ। ବୃହସ୍ପତି ସହିତ ଅଛନ୍ତି ରବି ଏବଂ ବୁଧ। ଶନିଙ୍କର ଦଶମ ଦୃଷ୍ଟି କର୍ମ ଭାବ ଉପରେ ରହିଛି। ମଙ୍ଗଳଙ୍କର ଦୃଷ୍ଟି ମଧ୍ୟ ଦଶମ ଭାବକୁ ରହିଛି। ଦଶମାଧିପତି ବୃହସ୍ପତି ପଞ୍ଚମରେ ଥିବାରୁ ଏକ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି ହେଉଛି। ଏହା ଫଳରେ ଜ୍ଞାନ, ଦକ୍ଷତା ଏବଂ ପରିଶ୍ରମ ଆଧାରରେ ଉନ୍ନତିର ସୁଯୋଗ ମିଳିପାରେ। ଏହି ମାସରେ ନୂଆ ଚାକିରିର ସୁଯୋଗ ରହିଛି। ପ୍ରମୋସନ୍ କିମ୍ବା ଦାୟିତ୍ୱ ରହିଛି। ଉଚ୍ଚ ଅଧିକାରୀଙ୍କ ପ୍ରଶଂସା, ନୂଆ ପ୍ରୋଜେକ୍ଟ କିମ୍ବା ନେତୃତ୍ୱର ସୁଯୋଗ ରହିଛି। ଶନି ଦଶମ ଭାବକୁ ଦୃଷ୍ଟି ଦେଇଥିବାରୁ କାମର ଚାପ ବଢ଼ିପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଫଳ ମିଳିବ କିନ୍ତୁ ବିଳମ୍ବରେ। ଶୃଙ୍ଖଳା ଏବଂ ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ମଙ୍ଗଳଙ୍କର ଦୃଷ୍ଟି ମଧ୍ୟ କର୍ମଭାବକୁ ରହୁଥିବାରୁ କାମ କରିବାରେ ଉତ୍ସାହ ବଢ଼ିବ। ପ୍ରତିଯୋଗିତାରେ ଭଲ କରିବେ, କିନ୍ତୁ ରାଗ ଏବଂ ତର୍କରୁ ଦୂରେଇ ରହିବା ଭଲ। କର୍ମାଧିପତି ବୃହସ୍ପତି ସହିତ ବୁଧ ରବିଙ୍କର ପ୍ରଭାବ ଥିବାରୁ କମ୍ୟୁନିକେସନ୍, ଲେଖାପଢ଼ା, IT, ଆକାଉଣ୍ଟସ୍, ବ୍ୟାଙ୍କିଂ, ଡାଟା ଆନାଲିସିସ୍ ଭଳି କ୍ଷେତ୍ରରେ ସାହାଯ୍ୟ କରିବ। ଗଭର୍ଣ୍ଣମେଣ୍ଟ ଫିଲ୍ଡ, ପ୍ରଶାସନ ଏବଂ ନେତୃତ୍ୱମୂଳକ କାମରେ ସୁଯୋଗ ବଢ଼ିପାରେ। ଯେଉଁମାନେ ଜବ୍ ସର୍ଚ୍ଚରେ ଅଛନ୍ତି, ଏହି ଅଗଷ୍ଟ 2026ରେ କ୍ୟାମ୍ପସ୍ ପ୍ଲେସମେଣ୍ଟ ମିଳିପାରେ। ଇଣ୍ଟରଭ୍ୟୁ କଲ୍ ବଢ଼ିବ। ରିଟିନ୍ ଏକ୍ଜାମ୍ରେ ଭଲ ପ୍ରଦର୍ଶନ ହେବ। ଇଣ୍ଟର୍ନସିପ୍ରୁ ପରମାନେଣ୍ଟ ଜବ୍ ମିଳିବାର ସୁଯୋଗ ରହିଛି। ଯଦି ପ୍ରିପାରେସନ୍ ଭଲ ଥାଏ, ଏହି ସମୟରେ ଚାକିରି ପାଇବାର ସମ୍ଭାବନା ରହିଛି। ଯେଉଁମାନେ ଏକ୍ସପିରିଏନ୍ସ ଲୋକ, ପ୍ରମୋସନ୍ କିମ୍ବା ରୋଲ୍ ଚେଞ୍ଜ, ସାଲାରୀ ଇନକ୍ରିମେଣ୍ଟ ନେଇ ଆଲୋଚନାର ସୁଯୋଗ ରହିଛି। ବଡ଼ ଦାୟିତ୍ୱ ମିଳିପାରେ। ଅନ୍ୟ କମ୍ପାନୀରୁ ଭଲ ଅଫର୍ ମଧ୍ୟ ଆସିପାରେ। ଏହି ମାସରେ ଯଦି ଦେଖିବା ତେବେ ଶିକ୍ଷା କ୍ଷେତ୍ର, ବ୍ୟାଙ୍କିଂ, ଫାଇନାନ୍ସ, ଆକାଉଣ୍ଟସ୍, ଅଡ଼ିଟ୍, IT, ସଫ୍ଟୱେୟାର, ଗଭର୍ଣ୍ଣମେଣ୍ଟ ଜବ୍, ସିଭିଲ୍ ସର୍ଭିସ୍, ଲ, ଜୁଡ଼ିସିଆରୀ, ମେଡ଼ିକାଲ, ହେଲ୍ଥ କେୟାର, ରିସର୍ଚ୍ଚ ସେଣ୍ଟର, ଡିଜିଟାଲ ମାର୍କେଟିଂ, ଏହିସବୁ ବିଭାଗରେ ଯେଉଁମାନେ ଇନଭଲ୍ଭ ଅଛନ୍ତି ସେମାନଙ୍କ ପାଇଁ ଭଲ ସମୟ ରହିଛି। ଯେଉଁମାନେ ଏହି ବିଭାଗରେ ନିଯୁକ୍ତି ପାଇଁ ଚେଷ୍ଟା ବି କରୁଛନ୍ତି ଯୋଗ୍ୟତା ହିସାବରେ, ତେବେ ଜବ୍ ମିଳିଯିବ। ରବି, ବୃହସ୍ପତି ଏବଂ ଶନିର ପ୍ରଭାବ ଥିବା ସରକାରୀ ପରୀକ୍ଷାରେ ସଫଳତା ମିଳିବାର ସୁଯୋଗ ରହିଛି। ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ମେରିଟ୍ ଆଧାରରେ ଭଲ ଫଳ ମିଳିପାରେ। ପ୍ରାଇଭେଟ୍ ସେକ୍ଟରରେ MNC କମ୍ପାନୀରେ ସୁଯୋଗ ବି ରହିଛି। ସଫ୍ଟୱେୟାର, ବ୍ୟାଙ୍କିଂ, ଇନ୍ସୁରାନ୍ସ, ଏଜୁକେସନ୍ ଏବଂ କନସଲ୍ଟିଂରେ ଭଲ ସମ୍ଭାବନା ରହିଛି। ବୃହସ୍ପତି ଉଚ୍ଚସ୍ଥ ଥିବାରୁ ବିଦେଶ କମ୍ପାନୀରେ ଚାକିରି ମିଳିବ। ଅନଲାଇନ୍ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ, ବିଦେଶରେ ଉଚ୍ଚଶିକ୍ଷା ସହିତ
କ୍ୟାରିୟର ଅପରଚ୍ୟୁନିଟି ମଧ୍ୟ ମିଳିପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ଅଗଷ୍ଟ 2026 ମୀନ ରାଶି ପାଇଁ ଜବ୍ ପ୍ରଫେସନ୍ ଦୃଷ୍ଟିରୁ ମାସଟି ଅନୁକୂଳ ରହିବ। ଉଚ୍ଚସ୍ଥ ବୃହସ୍ପତି ଜ୍ଞାନ ସମ୍ମାନ ଏବଂ କ୍ୟାରିୟରରେ ଗ୍ରୋଥରେ ସୂଚନା ଦେଉଛନ୍ତି। ଶନିଙ୍କର ଦୃଷ୍ଟି ଯୋଗୁଁ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ ହେବ। ଫ୍ରେସରମାନଙ୍କ ପାଇଁ ନୂଆ ଚାକିରିର ସୁଯୋଗ ରହିବ ଏବଂ ଏକ୍ସପିରିଏନ୍ସ କର୍ମଚାରୀମାନଙ୍କ ପାଇଁ ପ୍ରମୋସନ୍ ସାଲାରୀ ଇନକ୍ରିମେଣ୍ଟର ସୁଯୋଗ ବି ରହୁଛି। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ବୁଧ ଅଛନ୍ତି ପଞ୍ଚମରେ। ବୁଧ ହେଲେ ବାଣିଜ୍ୟ କାରକ ଗ୍ରହ, କଥାବାର୍ତ୍ତା ମାର୍କେଟିଂର କାରକ। ତେଣୁ ନୂଆ ବ୍ୟବସାୟ ପାଇଁ ଆଇଡ଼ିଆ ଆସିବ। ମାର୍କେଟିଂ ଏବଂ ବ୍ରାଣ୍ଡିଂରେ ସଫଳତା ମିଳିପାରେ। ଅନଲାଇନ୍ ବିଜନେସ୍, ଏଜୁକେସନ୍, କନସଲ୍ଟିଂ, ଡିଜିଟାଲ ସର୍ଭିସରେ ଭଲ ସୁଯୋଗ ରହିଛି। କଷ୍ଟମର ଆଟ୍ରାକ୍ସନ୍ ବଢ଼ିବ। ବାଣିଜ୍ୟ କାରକ ଗ୍ରହ ବୁଧ ସହିତ ବୃହସ୍ପତିଙ୍କର ସଂଯୋଗ ଥିବାରୁ ବିଜନେସ୍ ଏକ୍ସପାନ୍ସନ୍ର ସୁଯୋଗ ମିଳିବ। ଭଲ କ୍ଲାଏଣ୍ଟ ମଧ୍ୟ ମିଳିପାରନ୍ତି। ଫାଇନାନ୍ସିଆଲ ପ୍ଲାନିଂ ଭଲ ହେବ। ଲିଗାଲ କିମ୍ବା ଡକୁମେଣ୍ଟେସନରେ ସହଯୋଗ ମିଳିବ। ରବି ମଧ୍ୟ ଅଗଷ୍ଟ 17 ପର୍ଯ୍ୟନ୍ତ ବୁଧ ସହିତ ଥିବାରୁ ଗଭର୍ଣ୍ଣମେଣ୍ଟ ଅଥରିଟି ସହ କାମରେ ସୁଯୋଗ ରହିଛି। ଲିଡରସିପ୍ କ୍ୱାଲିଟି ବଢ଼ିବ, କିନ୍ତୁ ଅହଙ୍କାର କିମ୍ବା କଠୋର କଥାବାର୍ତ୍ତାରୁ କିଛି କ୍ଷତି ହୋଇପାରେ। ସପ୍ତମ ଭାବରେ ଶୁକ୍ର ନିଚସ୍ଥ ରହୁଛନ୍ତି। ଶୁକ୍ର ବ୍ୟବସାୟରେ କଷ୍ଟମର ସାଟିସ୍ଫିକେସନ୍, ଲକ୍ଜୁରୀ ଏବଂ ପାର୍ଟନରସିପ୍ର କାରକ। ତେଣୁ କଷ୍ଟମର କମ୍ପ୍ଲେନ୍ ବଢ଼ିପାରେ। ପ୍ରଫିଟ୍ ମାର୍ଜିନ୍ କମିପାରେ। ପାର୍ଟନରଙ୍କ ସହ ମତଭେଦ ବି ହୋଇପାରେ। ଲକ୍ଜୁରୀ ଆଣ୍ଡ ଫ୍ୟାସନ୍ ବିଜନେସ୍ ଯେଉଁମାନେ କରୁଛନ୍ତି ସେମାନେ ଟିକେ ସାବଧାନ ରହିବା ଦରକାର। ଟିକେ ବ୍ୟବସାୟ ମାନ୍ଦା ଚାଲିପାରେ। ଶନିଙ୍କ ଦୃଷ୍ଟି ମଧ୍ୟ ସପ୍ତମକୁ ରହିଛି। ବିଜନେସ୍ ଧୀରେ ଧୀରେ ବଢ଼ିବ। ପେମେଣ୍ଟ ଡିଲେ ହୋଇପାରେ। ପୁରୁଣା କଷ୍ଟମରମାନଙ୍କ ଠାରୁ ଲାଭ ଡେରିରେ ମିଳିବ। ଲଙ୍ଗ୍ ଟର୍ମ ବିଜନେସ୍ ପାଇଁ ଭଲ ସମୟ ରହିଛି। ପାର୍ଟନରସିପ୍ ବିଜନେସ୍ରେ ମିଶ୍ରିତ ଫଳ ମିଳିବ। ଏକ୍ସପିରିଏନ୍ସ ତଥା ବୁଦ୍ଧିମାନ ପାର୍ଟନର ମିଳିପାରନ୍ତି ଆପଣଙ୍କୁ। ଜଏଣ୍ଟ ପ୍ଲାନିଂ ସଫଳ ହୋଇପାରେ। ଏହି ମାସରେ ଯଦି ଦେଖିବା ତେବେ କନଷ୍ଟ୍ରକ୍ସନ୍ ବିଜନେସ୍, ବୁକ୍ ପବ୍ଲିସିଂ, ଏଜୁକେସନ୍ ରିଲେଟେଡ୍ ବିଜନେସ୍, ଅଫିସ୍ ସପ୍ଲାଏ, ଷ୍ଟେସନାରୀ, ବିଲ୍ଡିଂ ମ୍ୟାଟେରିଆଲ୍ସ, କମ୍ୟୁନିକେସନ୍ ରିଲେଟେଡ୍ ୱାର୍କ, କମିଶନ୍ ବେସ୍ଡ ବିଜନେସ୍, ହାର୍ଡ଼ୱେର୍, ସାନିଟାରୀ ଆଇଟମ୍ ବିଜନେସ୍ ଏହିସବୁ ଭଲ ଚାଲିବ। କିନ୍ତୁ ଫ୍ୟାସନ୍, ଲକ୍ଜୁରୀ ପ୍ରଡ଼କ୍ଟ, କସ୍ମେଟିକ୍ସ, ଜୁଏଲାରୀ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ବିଜନେସ୍ ଟିକେ ମାନ୍ଦା ଚାଲିବ। ଲାଭ ହେବ କିନ୍ତୁ ଲାଭର ପରିମାଣ ଟିକେ କମ୍ ରହିବ। ଏହି ମାସରେ ଇନକମ୍ ତ ଆସିବ କିନ୍ତୁ କ୍ୟାଶ୍ ଫ୍ଲୋ କେବେ କେବେ ସ୍ଲୋ ହେବ। ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଗ୍ରହ ସ୍ଥିତିରେ ଅଗଷ୍ଟ 2026 ମୀନ ରାଶି ପାଇଁ ବ୍ୟବସାୟରେ ବୃହସ୍ପତି ବୁଧ ଯୋଗ ବୁଦ୍ଧି, ଜ୍ଞାନ ଏବଂ ନୂଆ ସୁଯୋଗ ଦେଉଛି। କିନ୍ତୁ ସପ୍ତମ ଭାବରେ ନିଚସ୍ଥ ଶୁକ୍ର ଏବଂ ଶନିଙ୍କର ଦୃଷ୍ଟି କାରଣରୁ ପାର୍ଟନରସିପ୍, କଷ୍ଟମର ରିଲେସନ୍ ଏବଂ ପ୍ରଫିଟ୍ ମାର୍ଜିନରେ କିଛି ଚ୍ୟାଲେଞ୍ଜେସ୍ ଆସିପାରେ। ଯଦି ଶୃଙ୍ଖଳା, ସଠିକ୍ ଏଗ୍ରିମେଣ୍ଟ ଏବଂ ଧୈର୍ଯ୍ୟର ସହ କାମ କରିବେ ତେବେ ଲଙ୍ଗ୍ ଟର୍ମ ପ୍ରଫିଟ୍ ଏବଂ ବିଜନେସ୍ରେ ଗ୍ରୋଥର ଭଲ ସମ୍ଭାବନା ରହିଛି। ମୀନ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶିର ଅଧିପତି ହେଉଛନ୍ତି ବୃହସ୍ପତି। ବୃହସ୍ପତିଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ଗ୍ରାଂ ଗ୍ରିଂ ଗ୍ରୌଂ ସହ ଗୁରବେ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ସ୍ନାନ ସମୟରେ ହଳଦୀ ମିଶ୍ରିତ ଜଳରେ ସ୍ନାନ କରନ୍ତୁ। ଆପଣଙ୍କର ରାଶିକୁ 7.5 ବି ଚାଲିଛି। ହନୁମାନଙ୍କର ଉପାସନା କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଦକ୍ଷିଣାକାଳୀଙ୍କୁ ଦର୍ଶନ କରନ୍ତୁ। କଳା ଅପରାଜିତା ଫୁଲ ଲାଗି କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ଶନିଙ୍କର ମନ୍ତ୍ର ବି ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ସଂ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ ଦୈନିକ 21 ଥର ଜପ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ମୀନ ରାଶି ପାଇଁ 2026 ଅଗଷ୍ଟ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ନୂଆ ଏକ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।